ସାଙ୍ଗମାନେ ଆଜିର ଭିଡ଼ିଓରେ ଅଛି ଫୋପଡ଼ା ହେଉଥିବା ଜିନିଷରେ କେମିତି ଆମେ ପଇସା ବଞ୍ଚାଇ ପାରିବା। ଆଉ ବହୁତ ବଢ଼ିଆ ରେସିପିଟେ ମଧ୍ୟ ଅଛି। ନମସ୍କାର, କୁଇଥ୍ ମୁଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏଇଠି ମୁଁ ଆରମ୍ଭ କରିଦେଉଛି। ପ୍ରଥମ ଟିପ୍ ଦେଖନ୍ତୁ, ଆଜି ମାତ୍ର 2ଟା ଟିପ୍ ଅଛି। ତ ଏଇ ପ୍ରଥମ ଟିପ୍ ଆପଣମାନେ ବିଲକୁଲ ବି ସ୍କିପ୍ କରିକି ଦେଖିବେ, ଯଦି ଆପଣଙ୍କର ବି ବହୁତ ପଇସା ବଞ୍ଚିବ ଆଉ ବହୁତ ବଢ଼ିଆ ଅର୍ଗାନାଇଜ୍ ମଧ୍ୟ ଆପଣ କରିପାରିବେ। ତ ଦେଖନ୍ତୁ, ଏଇ ଯେଉଁ ଜରି ଭଳି ଆମର ଏଇ ଫୁଲ ଭଳି ଜରି ହେଉ କିମ୍ବା ଏଇଭଳିଆ ଜରି ହେଉ, ଏଥିରେ ଶାଢ଼ୀ ଫାଢ଼ୀ ସବୁ ପଶିକି ଆସିକି ଡ୍ରେସ୍ ଆସେ, ତାକୁ ଫିଙ୍ଗି ଦେଉଛନ୍ତି। ତ ଆକୁ ନ ଫିଙ୍ଗି ଦେଖନ୍ତୁ ମୁଁ କେମିତି କରୁଛି। ମୁଁ ମାନେ ଅଧା ପର୍ଯ୍ୟନ୍ତ ଥରେ ଲଉଟେଇ ଦେଲି, ହାଫ୍ ଲଉଟେଇ ଦେଲି, ତାପରେ ପୁଣି ଥରେ ଆଉ ଥରେ ଲଉଟେଇ ଦେଲି। ଦେଖନ୍ତୁ ଏତେ ସୁନ୍ଦର ଜିନିଷଟି ତିଆରି ହେଇପାରିବ। ଆପଣମାନେ ଯେଉଁ ଜିନିଷକୁ ଫୋପାଡ଼ୁଛନ୍ତି ତା ଦେହରେ ଆମେ ତିଆରି କରିପାରିବା, ଆଉ କିଛି ଜିନିଷ ମଧ୍ୟ ଆମେ ସେଭ୍ କରିକି ରଖିପାରିବା। ତ ଦେଖନ୍ତୁ 2 ଥର ମୁଁ ନଉଟେଇ ଦେଲି ସେ ଜରି ବ୍ୟାଗକୁ। ତାପରେ ଏମିତି ଦେଖନ୍ତୁ କରିବା। ମୁଁ ଯେମିତି କରୁଛି ଆପଣମାନେ ମୋ କଥାକୁ ନ ଶୁଣିକି ଦେଖିଲେ ଜାଣିପାରିବେ ଭଲ ଭାବରେ। ଆଉ ସ୍କିପ୍ କରିବେ ଯଦି ବିଲକୁଲ ବି ଜାଣିପାରିବେନି, ହେଇପାରିବନି। ଆଉ ଯଦି ଦେଖିବେ ଆକୁ ଥରେ ନା, ସବୁବେଳେ ଆକୁ ଘରେ ନିଶ୍ଚୟ ତିଆରି କରିବାକୁ ଇଚ୍ଛା କରିବେ। ତ ଟିକେ ଭଲ ଭାବରେ ତାକୁ ସାଇଜ୍ କରିଦେବା। ଦେଖନ୍ତୁ ଯେଉଁ 2 ପଟ ନଉଟେଇଛି, 2 ଥର ନଉଟେଇଲି ତାକୁ ଭଲ ଭାବରେ ଟିକେ ସାଇଜ୍ କରିନେବା। ସାଇଜ୍ ନ କଲେ ନା ଆମର ଜିନିଷଟା ଭଲ କରି ତିଆରି ହେବନି, ଆଉ ଭଲ ବି ଦେଖା ହେବନି, ଆଉ ପୁଣି ଢିଲାମିଲା ହେଇକି ଗଳିଗାଳି ପଡ଼ିବ। ତ ତେଣୁକରି ଆମେ ସାଇଜ୍ କରିକି କଲେ ଆମ ଜିନିଷଟା ବଢ଼ିଆ ଭାବରେ ତିଆରି ହେଇକି ରହିବ। ତ ଦେଖନ୍ତୁ ତାପରେ ମୁଁ କ'ଣ କଲି ନା, 2 ପଟ ସାଇଡ଼୍କୁ ପୁଣି ଏମିତି ଭାବରେ ଭାଙ୍ଗିଦେଲି। ଦେଖନ୍ତୁ ଯେମିତି ଗୁଡ଼ି ସେପ୍ର ସେଇଭଳିଆ ଆମେ କରିଦେବା। ଦେଖନ୍ତୁ ବଢ଼ିଆ ଭାବରେ ତାକୁ ସାଇଜ୍ କରିକି ରଖିବା। ଆଉ ଏଇ ଯେଉଁ 2 ପଟଟା ତାର ବି କଣ ଅଛି, ତାକୁ ବି ଆମେ ବହୁତ ବଢ଼ିଆ ଭାବରେ ସାଇଜ୍ କରିକି ଭିତରକୁ ପୁରେଇକି ରଖିଦେବା। ତ ଦେଖନ୍ତୁ ଏଇଭଳି ଭାବରେ ଯେତେବେଳେ ତିଆରି କରିବେ ଆପଣମାନେ ଛାଁ ଜାଣିପାରିବେ। ତାପରେ ଏଇ 2 ପଟ ଏମିତି ଖୋଲି ନେବା। ଦେଖନ୍ତୁ ଖୋଲିଦେଲା ମାନେ ସାଙ୍ଗେ ସାଙ୍ଗେ ବଢ଼ିଆ ମାନେ ସାଇଜ୍ ହେଇକି ରହିଯିବ। ତ ଇଏ ତ ଜରିଟା ଟିକେ ପତଳା ନରମଟା, ତ ନରମ ହେଇକି ରହୁଛି। ତାକୁ କ'ଣ କରିବା, ଆମେ ଆରି ସାଇଜ୍ର କିଛି ଯଦି ପଟି ଥିବ ଆପଣଙ୍କ ପାଖରେ, ଆଣିକି କାଟିକି ସେଥିରେ ଲଗେଇଦେବେ। ଦେଖନ୍ତୁ ଏମିତି ତଳେ ଗୋଟେ ପଟି ଏମିତି ଦେଇଦେଲି, ପୁରା ତଳଟା। ତାପରେ 2 ସାଇଡ଼୍ରେ ବି ପଟି ଦେବା, ଆଉ ଏପଟ ଲମ୍ବ ସାଇଡ଼୍ରେ ଦେବା, ଓସାର ସାଇଡ଼୍ରେ ମଧ୍ୟ ପଟି ଆମେ ସେଇ ସାଇଜ୍ର କାଟିକି ଆଣିକିରି ତାକୁ ଦେଇଦେବା। ମୁଁ ଆଗରୁ କାଟିକି ନେଇ ଆସିଛି, ଏମିତି ଦେଖନ୍ତୁ ଦେଇଦେଲି। ତ ସାଙ୍ଗମାନେ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନ୍ରେ ଦେବେ, ଅଲ୍ରେ ମଧ୍ୟ ସିଲେକ୍ଟ କରିନେବେ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆପଣ ବି ଏମିତି ନୂଆ ନୂଆ ଜିନିଷ କିଛି ଜାଣିପାରିବେ, ଦେଖିପାରିବେ, ଆଉ ନିଶ୍ଚୟ ଆପଣମାନେ ବି ଏଇଭଳି ଭାବରେ ଘରେ ତିଆରି କରିପାରିବେ। ତ ଦେଖନ୍ତୁ ଏଇଠି ବହୁତ ବଢ଼ିଆ ଭାବରେ ହାର୍ଡ଼ ହେଇକି ରହିଲା। ତ ଆଉ ଟିକେ ବଢ଼ିଆ ଭାବରେ ସବୁ ଦିନ ପାଇଁ ଆମେ ଯେମିତି ରଖିପାରିବା, ତ ସେଥିପାଇଁ ଆମେ ଏଠି ଆଲପିନ୍ ମାରିବା। ଦେଖନ୍ତୁ ଆଲପିନ୍ଟା ମାରିଦେଲେ ସେ ପଟି ଆଉ ଗଳିବନି, ବଢ଼ିଆ ଭାବରେ ସାଇଜ୍ ହେଇକି ସେଇଥିରେ ହିଁ ରହିବ। ତ ଏବେ କ'ଣ କରିବା, ଏଇ ଅଣଓସାର ପଟଟା ଦେଖନ୍ତୁ ସେଇ ସାଇଜ୍ର ମୁଁ କେମିତି କାଟିକି ଆଣିକି ପୁଣି ଏଥିରେ ବି ଲଗେଇ ଦେଉଛି। ତାକୁ ଟିକେ ଟିକେ ବଳିଲା ତାକୁ କାଟି ଦେଉଛି, ତାପରେ ସେଥିରେ ବି ସେମିତି ଆଲପିନ୍ ଲଗେଇଦେବା। ଆଉ 2 ପଟ ମୁଁ ଲଗେଇ ଦେଉଛି। ଦେଖନ୍ତୁ ବହୁତ ବଢ଼ିଆ ଭାବରେ ଜିନିଷଟା ତିଆରି ହେଉଛି ଆମର। ଆଉ ଏଥିରେ ଆମ ସ୍ତ୍ରୀ ଲୋକମାନଙ୍କର କିଛିଟା ଜିନିଷ ରଖିବାକୁ ଆମକୁ ଦରକାର ହୁଏ। ଏଥିରେ ସବୁ ଜିନିଷ ଆମେ ରଖିପାରିବା। ଦେଖନ୍ତୁ ଆଉ ଏମିତି 2ଟା ଡୋର ଥିଲା, ମୁଁ ସେ ଡୋରକୁ ବି ସେମିତି ଆଲପିନ୍ ଲଗେଇଦେଲି। ଏଥିରେ ଚୁଡ଼ି ଫୁଡ଼ି ଯେତେ ସବୁ ଚୁଡ଼ି ସବୁ ରଖିବାକୁ ସୁବିଧା ହେବ, ଯାହା ରଖିପାରିବେ ଆପଣ। କିଚେନ୍ ଘରେ ବି ରଖିବେ, ଚାମଚ ଫାମଚ ରଖିପାରିବେ, ଯେକୌଣସି ଜିନିଷ ଆପଣ ରଖିପାରିବେ। ବହୁତ ବଢ଼ିଆ ଏଇଭଳି ଭାବରେ ଯେତେ ସବୁ ଥିବ 10ଟା 15ଟା ତିଆରି କରିକି ବି ରଖିପାରିବେ। ଆଉ ଆମ ଲେଡ଼ିଜ୍ ମାନଙ୍କର ତ ଯେତେ ଜିନିଷ ହେଲେ ବି ସେତେ ଅଭାବ। ସବୁବେଳେ ଯେକୌଣସି ଜିନିଷଟା ଆମକୁ ରଖିବାକୁ ଦରକାର ହୁଏ। ତ ଦେଖନ୍ତୁ ବହୁତ ବଢ଼ିଆଟା, ନିଶ୍ଚୟ ଟ୍ରାଏ କରିବେ। ତ ଦେଖିବା ଏବେ ନେକ୍ସଟ ଟିପ୍ରେ କ'ଣ ଅଛି। ତ ଆପଣମାନଙ୍କ ଭିତରୁ କିଏ ଶୁଖୁଆ ରାନ୍ଧୁଛନ୍ତି କମେଣ୍ଟରେ ଜଣେଇବେ। ଏଇ ଚିଙ୍ଗୁଡ଼ି ଶୁଖୁଆକୁ ମୁଁ ଏମିତି ଟିକେ ଭଲ ଭାବରେ ଧୋଇକି ଭାଜି ନେଇଥିଲି ତେଲ ପକେଇକି, ତାପରେ କୋବି ପକେଇକି ଆକୁ କେମିତି ରାନ୍ଧିଲେ ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ପତ୍ରକୋବିକୁ ମୁଁ କ'ଣ କରିଛି, ଭଲ ଭାବରେ ଧୋଇକି ତେଲ ପକେଇକି ଟିକେ ସନ୍ତୁଳି ଦେଲି। ସେଥିରେ ବିଲାତି ଗୋଟେ ପକେଇକିରି ସନ୍ତୁଳି ଦେବା, ଯେମିତି ବିଲାତିଟା ସେଥିରେ ସିଝିଯିବ। ଆଉ କୋବିଟା ଟିକେ ନାଗୁରୁ ପାଣି ଅଂଶ ମରିଗଲେ ତାକୁ ବାହାର କରିନେବା। ତାପରେ ଆମେ ତେଲ ପକେଇବା, ଫୁଟଣ ପକେଇବା। ଯେଉଁ ଫୁଟଣ
ପକାଇ ସାରିଲା ପରେ ଏଇଠି ମୁଁ ଦେଲି 1 ଚାମଚ ଅଦା ପିଆଜ ରସୁଣ ପେଷ୍ଟ, ମାନେ ପିଆଜ ମିଶିଥିବ, ଖାଲି ଅଦା ରସୁଣ ପେଷ୍ଟ ନୁହଁ, ପିଆଜ ମିଶିଥିବ। ଆଉ ପିଆଜ ଅଦା ରସୁଣ ପିଆଜ କାଟିକି ବି ପକାଇ ପାରିବେ ତେଲରେ। ତ ତାପରେ ସେଇ ଯେଉଁ ସିଝା ବିଲାତିକୁ ଏମିତି କ'ଣ କରିବି, ସେଇଥିରେ ଟିକେ ସେଇ ଯେଉଁ ପେଷ୍ଟରେ ମିଶାଇକି ଭଲ ଭାବେ ଟିକେ କଷି ନେବେ। ତାପରେ ଆମେ କ'ଣ କରିବା, ଏଇ ଯେଉଁ ସୋରିଷ ଜିରା ଲଙ୍କା ଆକୁ ବାଟିକି ଆଣିଛି ଆକୁ ଆଧିରେ ଦେବା ତା ପଛରେ। ଦେଖନ୍ତୁ ଏମିତି ଯଦି ରାନ୍ଧିବେ, ଶୁଖୁଆ ତରକାରୀ ହେଉ ଯେକୌଣସି, ଯଦି ଚିଙ୍ଗୁଡ଼ି ରାନ୍ଧିବେ ବି ଏମିତି ବହୁତ ବଢ଼ିଆ ଲାଗିବ। ପୁରା ଦେଶୀ ଷ୍ଟାଇଲର ଦେଶୀ ଟେଷ୍ଟଟା ଆସିବ। ଲୁଣ ହଳଦୀ ପକାଇଦେବା। ତାପରେ ଆମେ ପୁଣି କ'ଣ କରିବା, ଯେମିତି ମସଲାକୁ ପୁରା କଷିବା, ମାନେ ଏତେ ବହୁତ କଷିଦେବାନି, ତ ଅଳ୍ପ ଯେମିତି କଷିବା, ଟିକେ ନ ତେଲ ଉଠିବ ସେମିତି ପାଣି ଦେଇଦେବା। ତ ତାପରେ ପକାଇଦେବା ସେ କୋବିକୁ। ଆଉ ପତ୍ରକୋବି ତ ଶୀଘ୍ର ସିଝିଯାଏ। ଏବେ ଏବେ ଯେଉଁ ପତ୍ରକୋବି ଆସୁଛି ପୁରା ଶୀଘ୍ର ସିଝି ଯାଉଛି। ତ ତାକୁ କ'ଣ କରିବା, ଦେଇକି ଶୁଖୁଆକୁ ପକାଇକି ଘୋରେଇଦେବା। 5 ମିନିଟ୍ ହେଉ 7 ମିନିଟ୍ ହେଉ, ଯେତିକି କ୍ୱାଣ୍ଟିଟିର ତିଆରି କରିଥିବେ ସେଇ ସମୟ ଦେଖିକି ଆପଣମାନେ ଟିକେ ଲୋ କରିଦେବେ। ଦେଖନ୍ତୁ ଏଇଠି ସିଝିଗଲା। ଯଦି ଏମିତି ହିଁ ଶୁଖୁଆଟା ରାନ୍ଧିବେ ବହୁତ ସୁନ୍ଦର ଲାଗିବ। ଆପଣମାନେ ନିଶ୍ଚୟ ରାନ୍ଧିକି ଏମିତି ଖାଆନ୍ତୁ, ଟ୍ରାଏ କରନ୍ତୁ, ତାପରେ କହିବେ। ତ ଏବେ ଯିବା ନେକ୍ସଟ ଷ୍ଟେପ୍କୁ। ଏଇ ଯେଉଁ ଟମାଟୋ କେଚପ୍ ହେଉ ଆସୁଛି, ଟମାଟୋ ସସ୍, ତ କ'ଣ କରୁଛନ୍ତି, ଆମେ ଏଇକୁ ଟିକେ ଟିକେ ସରିଗଲା ମାନେ ଆକୁ ଫୋପାଡ଼ି ଦେଉଛନ୍ତି। ଯଦି ଆମେ ନ ଫୋପାଡ଼ିକି ଏଇ ପାନିଆ ଦ୍ୱାରା ଆକୁ ଯଦି ଏମିତି ଚଲେଇ ଦେବା, ପାନିଆଟା ସବୁତକ ପଳେଇଯିବ ସେଇ ତଳକୁ। ଯେତିକି ଟିକେ ଟିକେ ଥିବ ବି ବିଲକୁଲ ବି ସେ ଜରିରେ ଲାଗିବନି। ତାପରେ ସିଧା ଛୁରୀ ଆଣିକି କାଟିଦେବା। ଦେଖନ୍ତୁ ଏଇ ତାର ମୁହଁ ପର୍ସେଣ୍ଟଟା ଲାଖିକି ରହେ। ଆଉ ଆମେ କାଟିଦେବା ଯେତେବେଳେ, ସେ ଦେଖନ୍ତୁ ଏଇଠି କେଉଁଠି ଯାଇକି ରହିଛି, ତ ଏ ଯେଉଁ ଯାକେ ନାହିଁ ମୁଁ ତାକୁ ପୁଣି ଛୁରୀରେ କାଟି ନେଉଛି। ସିଧା କାଟି ନେଲେ ଆମର ଯେତେ ସବୁ ଟମାଟୋ ସସ୍ ଥିବ ସବୁ ବାହାରି ଆସିବ, ଆମେ ବାହାର କରିପାରିବା। ଦେଖନ୍ତୁ ଏଠି ଯେତିକି ଆଉ ପୁରା ରହିଲା, ସାଙ୍ଗେ ସାଙ୍ଗେ ଆମେ ତାକୁ ତାଟିଆରେ ଯେକୌଣସି ଜାଗାରେ ବାହାର କରିନେବା। ତାକୁ ଆମେ କାରବାର କରିବା। ଆକୁ ଆମେ ବାସନ ମାଜି ପାରିବା, କେତେ କାମରେ ଲଗାଇ ପାରିବା ତାକୁ। ତ ଏଠି ମୁଁ ସେଥିରେ ଟିକେ ଟିକେ ଲାଗିଥିଲା, ତାକୁ କ'ଣ କରୁଛି, ସେ ଗ୍ରେଟରକୁ ସଫା କରିନେଉଛି। ଦେଖନ୍ତୁ ଯଦି ଲଗାଇ ଦେଇକି ଗ୍ରେଟରଟା ସବୁବେଳେ ଆମେ ଗ୍ରେଟର କରିକା ଆମର କଳିକି ଲାଗିଯାଏ ନା। ତାପରେ ତାକୁ ଲଗାଇଦେବା, କିଛି ସମୟ ତାକୁ ରଖିଦେବା। ତାପରେ ପେଷ୍ଟ ଟିକେ ଦେଇକି ଏଇଠି ଯେଉଁ ମେଡ଼ିସିନ ଖୋଳ ଥାଏ ତାକୁ ଆଣିକି ଆମେ ଏଇଥିରେ ଘଷି ନେବା। ଆ ଦ୍ୱାରା କ'ଣ ହେବ, ସଫା ତ ହେବ, ସଫା ହେବା ସହିତ ଆମର ଗ୍ରେଟରର ଧାର ବି ହେଇଯିବ। ତ ମେଡ଼ିସିନ ଖୋଳଟା ବହୁତ ଟିକେ ଟିକେ ଟାଣେ ନା, ତ ଆମେ ଟିକେ ବେଶୀ ଧରିକି ଇଏ କରିବା। ମୁଁ ଏଇଠି ଅଳ୍ପ ଧରିଲି, ଖସିଗଲା ହାତରୁ। ଆଉ ଟିକେ ବେଶୀ ମେଡ଼ିସିନ ଖୋଳ ଧରିକି ଘଷିଲେ ପୁରା ଧାର ହେଇଯିବ, ଚିକଚିକି ବି ହେଇଯିବ, ସଫା ହେଇଯିବ। ଦେଖନ୍ତୁ ଏଠି ପୁରା ନୂଆ ଭଳିଆ ହେଇଗଲା। ଆଉ ଛୁରୀ ବି ସେମିତି ସଫା କରିପାରିବା। ଆଉ ଏଇ ଯେଉଁ ଟମାଟୋ ସସ୍ଟା ରହିଲା, ତ ଆମେ ଯଦି ତାକୁ ଖାଇବା ନହେଲେ ଏମିତି ପିତ୍ତଳ ବାସନ, ତମ୍ବା ବାସନ ତା ଦେହରେ ଲଗେଇକି ସଫା କରିଦେବା। ବହୁତ ବଢ଼ିଆ ଭାବରେ ସଫା ହେଇଯାଇଛି ଦେଖନ୍ତୁ।